ପିଲାମାନେ ତମର ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ଆଉ ଏଇ କୋଶ୍ଚିନ୍ଟା ଆଉ ତମର ପତ୍ର ଲେଖଟା ନିଶ୍ଚିନ୍ତ ଆସିବ। ଆଉ ସବୁ ବର୍ଷ ମଧ୍ୟ ପିଲାମାନଙ୍କର ଆସିଥାଏ ହେଲା। କ'ଣ ହୋଇଥାଏ ନା ତା ଅରେ ପକେଇଥାଏ, ମାନେ କ'ଣ ତୁମ ଜୀବନର ଲକ୍ଷ୍ୟ ଜଣାଇ ବାପାଙ୍କ ପାଖକୁ ପତ୍ର, କି ଯେମିତି ହେଲେ କିଛି ନା କିଛି ତୁମର ଜନ୍ମଦିବସ କେମିତି ପାଳନ କଲ, କ'ଣ ବାପାଙ୍କ କତିକି ପତ୍ର, ତ ଏଇଭଳିଆ ପତ୍ର ଲେଖ ପକେଇ ହିଁ ଥାଏ ହେଲା। ତ ପିଲାମାନେ ସମସ୍ତେ କ'ଣ କରନ୍ତି ନା ବହୁତ ପିଲା ବି ଜାଣିଥାନ୍ତି ଆଉ ଲେଖନ୍ତି। ଏଇଟା ବି ତମେ ବି ପତ୍ର ଲେଖ, ତମେ ଛୋଟବେଳୁ ବି ଜାଣିଛ କି ନାହିଁ। ତ ମୁଁ ଏତିକି କ'ଣ କରୁଛି ନା ତମର ଯେହେତୁ ଅଛି, ତମର ଭୁଲି ଯାଇଥିବ, କିଛିଟା ମନେ ନଥିବ, ଜାଣିଥିବ ସମସ୍ତେ, ବଟ୍ କ'ଣ ହେଇଥିବ ନା ତମେ ଟିକେ ଟିକେ କିଛି ମନେ ନଥିବ। ସେଥିପାଇଁ ମୁଁ ତମକୁ ମନେ ପକାଇ ଦେଉଛି ପତ୍ରଟା କେମିତି ଲେଖାଯାଏ, ତମେ ଦେଖିଦିଅ ପ୍ରଥମେ। ଆଉ ତମେ ଜାଣିଛ ଏସବୁ, ଛୋଟବେଳୁ ପଢ଼ି ଆସିଛ, ଏମିତି ହେଲେ କିଛି ନା କିଛି ଜାଣିଥିବ ନିଶ୍ଚିନ୍ତ। ଆଉ ସମସ୍ତେ ଏଇଟା ବହୁତ ଭଲ ମାର୍କ, ମାନେ 15 ମାର୍କିଆ ପକାଏ, ଆଉ ସମସ୍ତେ ଆଟେଣ୍ଡ କରିବ ହେଲା। ଆଉ ସମସ୍ତେ ଲେଖିବ ହେଲା। ଯାହା ବେଳେ ତମକୁ ଏଠି 15 ମାର୍କ ନିଶ୍ଚୟ ମିଳିବ। ତମେ ଯଦି ପତ୍ର ଗୋଟେ ଲେଖିଦେଉଛ ନା, ତାହେଲେ ନିଶ୍ଚିନ୍ତ ତମକୁ ସେଠି 15 ମାର୍କ ମିଳିଯିବ ଆରାମସେ। ଦେଖ, ତୁମ ଜୀବନର ଲକ୍ଷ୍ୟ ଜଣାଇ ବାପାଙ୍କ ପାଖକୁ ପତ୍ରଟି ଲେଖ। ଆରାମସେ ଦେଖିଦେବା ଆମେ। ଦେଖ, ପୂଜସ୍ପଦ ବାପା ଏଠି ଦେଇଦେଲେ ଭଦ୍ରକ ହେଲା। ତାରିଖ ଏଠି ପଡ଼ିଗଲା, ତମେ ତାରିଖ ପକାଇଦେବ। ତାପରେ ଦେଖ, ମୋର ପ୍ରଣାମ ଗ୍ରହଣ କରିବେ। ଆଜି ଆପଣଙ୍କ ପ୍ରେରିତ ପତ୍ର ପାଇଲି। ପରୀକ୍ଷା ପାଖେଇ ଆସିଲାଣି, ତେଣୁ ଖୁବ୍ ପଢ଼ାପଢ଼ି କରିବାକୁ ପଡ଼ୁଛି। ଏଇଭଳିଆ ଲେଖିବ, ବଢ଼ିଆ, ମାନେ ବହୁତ ଭଲ ଭାବରେ ଲେଖିବ ଆରାମସେ, କିଛି ଅସୁବିଧା ନାହିଁ। 15 ମାର୍କ ମୁଁ କହୁଛି, ଗ୍ୟାରେଣ୍ଟି ଦେଇ କହୁଛି ତମକୁ ମିଳିବ, ଆରାମସେ ମିଳିବ। ଦ୍ୱାଦଶ ପରୀକ୍ଷା ପରେ ମୋର ଲକ୍ଷ୍ୟ କ'ଣ? ମୋର ଭବିଷ୍ୟତ ପାଇଁ ଏବେଠୁ ମୁଁ କେଉଁ କେଉଁ ପଦକ୍ଷେପ ନେବାକୁ ଚାହୁଁଛି ସେ ବିଷୟରେ ଜାଣିବା ପାଇଁ ଆପଣ ଲେଖିଛନ୍ତି। ଦେଖ, ତାପରେ କ'ଣ, ମୁଁ ତାହା ନିମ୍ନରେ ଲେଖି ଜଣାଉଛି ହେଲା। ତାପରେ ଆଉ ଗୋଟେ ପ୍ରଥମ ପାରା ଗଲା ହେଲା। ତାପରେ ଆଉ ଗୋଟେ ପାରା କରିବ। ତାପରେ ଲେଖିବ ଏଇଠୁ, ବାପା ଆପଣ କ'ଣ ମତାମତ ଦେବେ ମୁଁ ଜାଣିନି, ତଥାପି ମୋର ଭାବି ଜୀବନର ଲକ୍ଷ୍ୟ ମୁଁ ଏକରକମ ସ୍ଥିର କରିସାରିଛି। ଆବାଲ୍ୟରୁ ସ୍ଥିର ଲକ୍ଷ୍ୟ ନେଇ ସାଧନା ଆରମ୍ଭ କରିଦେଲେ ଭବିଷ୍ୟତ ଲକ୍ଷ୍ୟହୀନ ହୁଏ ନାହିଁ ବୋଲି ଆମ ସାର୍ମାନେ ସବୁବେଳେ କହନ୍ତି। ମୋର ଦୃଢ଼ ବିଶ୍ୱାସ, ପ୍ରବଳ ଉଚ୍ଚାଭିଳାଷ ରହିଲେ କାହାରି ଲକ୍ଷ୍ୟଚ୍ୟୁତି ଘଟେ ନାହିଁ। ମୋ ବିଦ୍ୟାନୁରାଗ ଓ ସାଧନାର ସୀମା ଭିତରେ ରହି ମୁଁ ସ୍ଥିର ଲକ୍ଷ୍ୟରେ ପହଞ୍ଚିଛି ଯେ ବଡ଼ ହେଲେ ମୁଁ ଜଣେ ଡାକ୍ତର ହେବି। ଦ୍ୱାଦଶ ପରୀକ୍ଷାରେ ମୁଁ ସାଫଲ୍ୟର ସର୍ବୋଚ୍ଚ ଶିଖରରେ ନିଶ୍ଚୟ ପହଞ୍ଚିବି। ମୋ ନିଜ ଉପରେ ମୋର ଦୃଢ଼ ବିଶ୍ୱାସ ରହିଛି। ମୋ ସାଧନା କେବେ ବ୍ୟର୍ଥ ହେବ ନାହିଁ। ଦ୍ୱାଦଶ ବିଜ୍ଞାନ ଶେଷ କରି ମେଡ଼ିକାଲ ପ୍ରବେଶିକା ଦେଇ ଏବଂ ସଫଳତା ପ୍ରାପ୍ତ ହୋଇ ଡାକ୍ତର ପଢ଼ି ଡାକ୍ତର ହେବି। ସରକାରୀ ଚାକିରିକୁ ଅପେକ୍ଷା ନ ରଖି ମୁଁ ଏକ ସେବା ସଦନ ଖୋଲିବି। ଅନ୍ୟ ଡାକ୍ତରମାନଙ୍କ ପରି ଅର୍ଥାର୍ଜନର ପ୍ରତିଯୋଗିତା ମନୋଭାବ ନ ରଖି ଜଣେ ନିଃସ୍ୱାର୍ଥ ଜନସେବକ ଭାବରେ ମୁଁ ନିଃସହାୟ ଗରିବ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ସେବା କରି ମୁଁ ମାନବ ଜୀବନକୁ ଧନ୍ୟ କରିଦେବି। କାରଣ ମୁଁ ଜଣେ ମାନବ ସେବା ହିଁ ମାଧବ ସେବା। ତାପରେ ମୋ ଜୀବନର ଲକ୍ଷ୍ୟ ସମ୍ପର୍କରେ ଆପଣଙ୍କର ସ୍ରଷ୍ଟା ମୋତେ ପୁରା ପତ୍ରରେ ଜଣାଇବେ। ବାପା, ବୋଉ, ଜେଜେବାପା, ଜେଜେମା ମୋର ପ୍ରଣାମ ଜଣାଇଦେବେ। ମୁଁ ଭଲରେ ଅଛି। ଆମ ସ୍କୁଲ ଛାତ୍ରାବାସରେ ଖିଆପିଆ ଠିକ୍ ଚାଲିଛି। ତାପରେ ଲେଖିବ ଇତି ଆପଣଙ୍କ ସ୍ନେହର ଯାହା ବି ନାଁ ଲେଖିଦେବ, ନିଜ ନାଁ। ପ୍ରେରକ ଲେଖିବ, ତାପରେ ଠିକଣା ଏଠି ପକାଇବ ନା, ତ ପ୍ରେରକ ଲେଖିବ, ପ୍ରାପକ ଲେଖିବ। ସିନୁ ସୁବ୍ରତ ରାୟ ଲେଖା ହେଲା। ତାପରେ କମଳକାନ୍ତ ରାୟ ଭଦ୍ରକ, ଏଠି ଦେବ କୃଷ୍ଣପୁର, ପୋଷ୍ଟ ବି ଭଦ୍ରକ, ସାନା କୃଷ୍ଣପୁର। ତାପରେ ଜିଲ୍ଲା, ପୋଷ୍ଟ, ପିନ୍ କୋଡ୍ ତମେ ପକେଇବ। ଆଉ କ'ଣ, ତ ଇଏ ଥିଲା କ'ଣ ତମର ପତ୍ର। ଏଇଟା ସବୁ ବର୍ଷ ପିଲାମାନଙ୍କର ଆସେ, ଆଉ ଏଇଥିରେ ପିଲାମାନେ ବହୁତ ଭଲ ରେଜଲ୍ଟ କରନ୍ତି। ଏଇଟା ଯଦି ଜଣେ ଲେଖିଦେଉଛି ତାହେଲେ ତାକୁ 15 ମାର୍କ ନିହାତି ଗ୍ୟାରେଣ୍ଟି ସେ ମିଳିବ, କାରଣ ଫୁଲ୍ ମାର୍କ। ଏଇଟା କାହିଁକିନା ପତ୍ର ନା, ପତ୍ର ତମେ କେତିକି ଲେଖିବ, ଯାହା ବି ଏତିକି ଲେଖିବ।
କାହିଁକିନା ପତ୍ରଟା ଯେହେତୁ ଯେ ଦେଇଛି ତମେ ଯେତିକି ମାନେ ପତ୍ରଟା ଠିକ୍ ଠାକ୍ ଲେଖିବା କଥା ସେତିକି ହିଁ ଲେଖାଯିବ ନା, ନାଇଁ କି ଅଧିକା ଲେଖାଯିବ। ତ ଏଇଥିରୁ ହିଁ ପିଲାମାନେ ବହୁତ ଭଲ ରେଜଲ୍ଟ କରିଥାନ୍ତି। ଆଉ ମୋର ବି ଆଶା ଅଛି ଆପଣମାନେ ପିଲାମାନେ ସମସ୍ତେ ବହୁତ ଭଲ ରେଜଲ୍ଟ କରିବେ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଗକୁ ଆମେ ପଢ଼ିବା ଏବଂ ଆମର ଆଗକୁ ଆହୁରି କୋଶ୍ଚିନ୍ ଆନ୍ସର୍ ମଧ୍ୟ ଡିସ୍କସନ୍ କରିବା। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।